ଜୟ ଯୀଶୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ମୋର ଅତି ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତେ କେମିତି ଅଛନ୍ତି? ଆସନ୍ତୁ ଆମ୍ଭେମାନେ ଶୁଣିବା ଯାକୋବଙ୍କ ଗ୍ରନ୍ଥ ଅଧ୍ୟାୟ 5 ପଦ ସଂଜ୍ଞା 1ରୁ। ଧ୍ୱନି ଅତ୍ୟାଚାରୀମାନଙ୍କୁ ଚେତାବନୀ। ହେ ଧ୍ୱନିମାନେ ଏବେ ଶୁଣ। ଧ୍ୱନିମାନେ କିଏ ଏକ ଧ୍ୱନିମାନେ? ଯେଉଁମାନେ ଈଶ୍ୱରଙ୍କଠାରୁ ଆଶା ଭରସା ନ ରଖିକି ଈଶ୍ୱର ସେମାନଙ୍କୁ ଦାନ କରୁଥିବା, ଈଶ୍ୱର ସେମାନଙ୍କୁ ପ୍ରଦାନ କରୁଥିବା ଅର୍ଥ ଉପରେ ଆଶା ଭରସା ରଖୁଥିବା ସେ ବ୍ୟକ୍ତିମାନଙ୍କୁ ଆମେ ଡାକିବା ଧ୍ୱନିମାନେ। ଶୁଣିବା, ହେ ଧ୍ୱନିମାନେ ଏବେ ଶୁଣ। ତୁମ୍ଭମାନଙ୍କ ଉପରେ ଘନେଇ ଆସୁଥିବା ଦୁର୍ଦ୍ଦଶା ଗୁଡ଼ିକ ନିମନ୍ତେ କ୍ରନ୍ଥନ ଓ ବିଳାପ କର। କାହିଁକି? ଟଙ୍କା ପଇସା ଧନ ସମ୍ପତ୍ତି ଆମ୍ଭମାନଙ୍କୁ କେତେ ଦୂରକୁ ଆଗକୁ ନେଇପାରିବ। ଆପଣମାନେ ଜାଣିଛନ୍ତି କି ବ୍ରେନ୍ରେ, ମସ୍ତିଷ୍କରେ ଚୁଞ୍ଚି ପରି ଟିକେ ଟ୍ୟୁମର ହେଲେ 5 ଲକ୍ଷ ଟଙ୍କା ଉଡ଼ିଯିବାକୁ ସେତିକି ଯଥେଷ୍ଟ। କୁଆଡ଼େ 5 ଲକ୍ଷ, 15 ନା 20 ଲକ୍ଷ ଟଙ୍କା ଚାଲିଯିବ। ହେଲେ ଆମେ ସେ ଥିବାଟା ଟଙ୍କା ପଇସାଟାରେ ଆମେ ଆଶା ଭରସା ରଖିବା ନା ଆମ୍ଭମାନଙ୍କୁ ଦେଇଥିବା ଏଗୁଡ଼ିକ ଆମ୍ଭମାନଙ୍କୁ ପ୍ରଦାନ କରିଥିବା ଯୀଶୁଙ୍କଠାରେ ଆମର ଆଶା ସ୍ଥାପନ କରିବା? ସେ ବିଷୟ ହିଁ ସାଧୁ ଯାକୋବ ଆମ୍ଭମାନଙ୍କୁ କହନ୍ତି। ତୁମ୍ଭମାନଙ୍କର ଧନ ସମ୍ପତ୍ତି କ୍ଷୟ ପାଇଲାଣି ଓ ପୋଷାକ ପତ୍ରରେ ପୋକ ଲାଗିଲାଣି। ଡାଉଟ୍ ଅଛି କି? 25-50 ବର୍ଷ ପୂର୍ବେ ଆପଣମାନଙ୍କର ଗାଁରେ, ଟାଉନରେ ଥିବା ସେ ସବୁଠାରୁ ବଡ଼ ଧନୀ ବ୍ୟକ୍ତିମାନଙ୍କର ସବୁ ଅବସ୍ଥା ଟିକେ ଦେଖନ୍ତୁ। ବହୁତ ଟାଉନରେ, ଗାଁ ଗୁଡ଼ିକରେ ସବୁ ଗତକାଲି 20-25-50 ବର୍ଷ ପୂର୍ବେ ସେ ଅଞ୍ଚଳର ସବୁଠାରୁ ବଡ଼ ଘର, ସବୁଠାରୁ ଧନୀ ବ୍ୟକ୍ତି, ଆଜିକାଲି ସେମାନଙ୍କର ଅବସ୍ଥା ଟିକେ ଦେଖନ୍ତୁ। ତୁମ୍ଭମାନଙ୍କର ସୁନା ଆଉ ରୂପାରେ କଳଙ୍କ ଲାଗିଲାଣି, ଆଉ ସେହି କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଏବଂ ତାହା ଅଗ୍ନି ସଦୃଶ ତୁମ ମାଂସକୁ ଗ୍ରାସ କରିବ। ଉପଦେଶ ସବୁ ଧନୀ ବ୍ୟକ୍ତିମାନଙ୍କ। ଧନୀ ବ୍ୟକ୍ତିମାନେ ଯେଉଁମାନଙ୍କ ହାତରେ ବେଶୀ ପଇସା ଅଛି ସେମାନଙ୍କୁ ମୁଁ ଧନୀ ମୁଁ ଡାକେ ନାହିଁ। କୋଟି କୋଟି ପଇସା ହଉ ଚିନ୍ତା ନାହିଁ, କିନ୍ତୁ ଯେଉଁ ବ୍ୟକ୍ତିମାନେ ସେମାନଙ୍କ ଚାକିରି ଉପରେ, ଜମିବାଡ଼ି ଉପରେ ଥିବାଟା ସେ ପଇସା ଉପରେ ହିଁ ସୃଷ୍ଟିକର୍ତ୍ତାଙ୍କଠାରୁ ଆଶା ଭରସା। ବ୍ୟାଙ୍କରେ ମୋର 10 ଲକ୍ଷ ଟଙ୍କା ଅଛି, ମୋତେ ଆଉ କିଛି ଅଭାବ ନାହିଁ। ମୋର ଗୋଟେ ଚାକିରି ଅଛି, ପ୍ରତ୍ୟେକ ମାସକୁ ମୋ ହାତକୁ ଆସୁଛି 60,000 ଟଙ୍କା ନା 70-80 ହଜାର। ମୁଁ ତ ରିଟାୟାର୍ଡ଼ ହେଇସାରିଛି, ହେଲେ ମଧ୍ୟ ପେନ୍ସନ୍ ହିସାବରେ ମୋ ଘରକୁ, ମୋ ହାତକୁ ଆସୁଛି 40,000 ଟଙ୍କା। ମୋତେ ଆଉ କ'ଣ ଦରକାର? ଏମାନେ ହିଁ ଧନୀ ବ୍ୟକ୍ତି। ଦେଖ, ଅନ୍ତିମ ସମୟ ସକାଶେ ତୁମେ ଧନ ସଞ୍ଚୟ କରି ରଖୁଛ। ଶୁଣ, ତୁମ କ୍ଷେତ ବାଡ଼ିରେ ଅମଳ କରୁଥିବା ମଜୁରିଆମାନଙ୍କୁ ପ୍ରତାରଣା କରି ସେମାନଙ୍କର ପ୍ରାପ୍ୟ ମୂଳ ନିଜଠାରୁ ରଖୁଛ, ତାହା ତୁମ ବିରୁଦ୍ଧରେ ଚିତ୍କାର କରୁଛି। ଶୁଣନ୍ତୁ ମୋର ଭାଇ ଓ ଭଉଣୀମାନେ, ମୂଲ୍ୟମାନଙ୍କୁ, ମଜୁରିଆମାନଙ୍କ ଠାରୁ ସେମାନଙ୍କୁ ଯେତିକି ସେମାନଙ୍କର ପ୍ରାପ୍ୟ ତାହା ନ ଦେଇକି ଆମ ହାତରେ ରଖିଲେ କ'ଣ ହେବ? ଅନ୍ତିମ ବିଚାର ସମୟରେ ତାହା ଆମ ବିରୁଦ୍ଧରେ, ସେ ପଇସା, ସେ ଅର୍ଥ ଆମ ବିରୁଦ୍ଧରେ ସାକ୍ଷ୍ୟ ଦେଲା ପରି ହେଇଯିବ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାନେ ଆମର ନଥିବା କୌଣସି ଜିନିଷ ଆମ ଘରକୁ ଆଣିବା
ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମନେକର ଜଣେ ଶିକ୍ଷକ ସରକାର ତାକୁ 50,000-60,000 ଟଙ୍କା ମାସକୁ ଦେଉଛନ୍ତି। 10ଟା ବଦଳରେ ବାବୁ ସେଠି ପହଞ୍ଚିବେ 11ଟା-12ଟା ବେଳକୁ, 2ଟା-3ଟା ବେଳକୁ ଛୁଟି ନେଇସାରିଛି। ହେଲେ ସରକାର ତାକୁ ଦେଇଥିବା ପଇସା ମାନେ କ'ଣ? ପ୍ରତ୍ୟେକ ଆମ ପରି ଥିବା ସର୍ବସାଧାରଣ ପ୍ରତ୍ୟେକ ମନୁଷ୍ୟମାନେ ଆମେ ଟ୍ୟାକ୍ସ ଦେବା ପଇସା ହିଁ ସରକାର ତାକୁ ସେଇଠି ନିଯୁକ୍ତି କରିଛନ୍ତି। ଏତେ ସମୟଟାରେ ଏତେ ସମୟ ପର୍ଯ୍ୟନ୍ତ ସେଇଠି ଉପସ୍ଥିତ ଥିବା ଦରକାର। ନିଶ୍ଚୟ ବୁଝିବାର ଅଛି ଯେ ଯଦି କିଛି ଡକ୍ୟୁମେଣ୍ଟେସନର ପ୍ରସ୍ତୁତି ଇତ୍ୟାଦି ଇଆଡ଼େ ସେଇଟା ଭିନ୍ନ କଥା, କିନ୍ତୁ ଅବହେଳା ଯୋଗୁଁ ଏମିତି କଲେ ହେବ କି? ଜମା ନାହିଁ। ସେମାନଙ୍କ ପାଇଁ ହିଁ ପ୍ରଭୁ ସ୍ପଷ୍ଟ ଭାବରେ କହନ୍ତି, ଆମର ନଥିବା କୌଣସି ଜିନିଷ ଆମ ଘରକୁ ଆମେ ଆଣିବା ନାହିଁ। ଏହି ଦିଗରେ ମଦ ତିଆରି କରିବା, ବିକିବା ପୁରାପୁରି ସଦାପ୍ରଭୁ ମନା କରୁଛନ୍ତି। କାହିଁକି? ଗୋଟେ ପ୍ରକାରରେ ସେ ପଇସା ଅଭିଶାପର ପଇସା, କୌଣସି ସନ୍ଦେହ ନାହିଁ। କାହିଁକି ମଦ ପିଇଲା ପରେ ବିଶେଷ କରି ଭାଇମାନେ କ'ଣ କରିବେ ଆମେ ଭଲରେ ଆମେ ଜାଣୁଛୁ। ହେଲେ ପରିଶେଷ ସେମାନେ କରିଥିବା ସେଗୁଡ଼ିକର ସବୁ ପରିଶେଷରେ କିଏ ଏହା ତିଆରି କଲେ, କିଏ ବିକିଲେ, ଆଉ ମାନେ ସେମାନେ ମଦୁଆମାନେ କରିଥିବା ସକଳ ପାପର, ତାମାନେ କ'ଣ? ମଦୁଆମାନେ ଏକାଥରେ ସାଥୀମାନେ ଭଳି ମୁଁ କହୁନାହିଁ, କିନ୍ତୁ ପ୍ରଥମ ଯେଉଁମାନେ ଏଗୁଡ଼ିକ କଲେ ସେମାନଙ୍କୁ ହିଁ ପ୍ରଥମ ତାର ଦଣ୍ଡ ଆସିବ। ତେଣୁ ଧନୀ ଅତ୍ୟାଚାରୀମାନଙ୍କୁ ଚେତାବନୀ। ଆଉ ଥରେ ମୁଁ କହେ, କେଉଁ ପ୍ରକାର ଲୋକମାନଙ୍କ ଆଗ ଧନୀ ଲୋକ ଭଳି ମୁଁ ଡାକେ, ମୁଁ କହିଲି ଯେଉଁମାନେ ପରିଶ୍ରମ କରିଛନ୍ତି ସେମାନଙ୍କ ପାଖରେ ଏତିକି ଅଛି ସେତିକି ଅଛି, ତା ନୁହେଁ ଯେ ଯେଉଁମାନଙ୍କର ଆଶା ଭରସା ଥିବାଟା ଧନ ସମ୍ପତ୍ତି ଉପରେ, ଚାକିରି ଉପରେ, ସେମିତିକା ଲୋକମାନଙ୍କୁ ହିଁ ମୁଁ ଧନୀ ବ୍ୟକ୍ତିମାନେ ବୋଲି ମୁଁ ଡାକିବି। ହେଲେ ପ୍ରକୃତରେ ଏମାନେ ମୂର୍ତ୍ତି ପୂଜା କରନ୍ତି। ଧନୀ ବ୍ୟକ୍ତିମାନେ ମୂର୍ତ୍ତି ପୂଜା କରନ୍ତି। ସେମାନଙ୍କ ମୂର୍ତ୍ତି କ'ଣ? ଧନ। ସ୍ୱର୍ଗ ମଧ୍ୟ ସ୍ରଷ୍ଟା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଆରାଧନା ପୂଜାର୍ପଣ କରିବା ବଦଳରେ ଧନୀ ବ୍ୟକ୍ତିମାନେ ମୂର୍ତ୍ତି ପୂଜା, ଧନ ହେଇଥିବା ମୂର୍ତ୍ତି ପୂଜା କରନ୍ତି। ତାହା ନିଜର ସ୍ୱାସ୍ଥ୍ୟ ହେଉ, ନିଜର ସୌନ୍ଦର୍ଯ୍ୟ ହେଉ, ଥିବା ପଇସା ହେଉ, ନିଜ ଚାକିରି ହେଉ, ନିଜର ସୁନାମ ହେଉ, ସୃଷ୍ଟିକର୍ତ୍ତା ବଦଳରେ ଈଶ୍ୱରଙ୍କ ଠାରୁ ଅଧିକ ମୂଲ୍ୟ, ସମ୍ମାନ, ଗୁରୁତ୍ୱ ଏ ବିଷୟ ଗୁଡ଼ିକ କଲାବେଳେ ସେମାନେ ସତରେ ସେମାନେ ମୂର୍ତ୍ତି ପୂଜା କରୁଛନ୍ତି। ତେଣୁ ପ୍ରେରିତ ଯାକୋବ ସ୍ପଷ୍ଟ ଭାବରେ କହୁଛନ୍ତି। ତେଣୁ ମୋର ଭାଇ ଓ ଭଉଣୀମାନେ, ଆଜି ଆମେ ଧ୍ୟାନ କରିବା ପ୍ରକୃତରେ କାହାକୁ ଆମେ ଆରାଧନା କରୁଛୁ? ସତ୍ୟ ଈଶ୍ୱରଙ୍କୁ ନା ସୃଷ୍ଟିକର୍ତ୍ତାଙ୍କୁ ନା ସୃଷ୍ଟି ବସ୍ତୁକୁ? ଦୁଇଥର ଆମେ ଚିନ୍ତା କରିବା ଦରକାର। ପୁଣି ଥରେ ଆମେ ଶୁଣିବା ଯାକୋବଙ୍କ ଗ୍ରନ୍ଥ ଅଧ୍ୟାୟ 5 ପଦ ସଂଖ୍ୟା 1। ହେ ଧନୀମାନେ ଏବେ ଶୁଣ, ତୁମ୍ଭମାନଙ୍କ ଉପରେ ଘନେଇ ଆସୁଥିବା ଦୁର୍ଦ୍ଦଶା ଗୁଡ଼ିକ ନିମନ୍ତେ କ୍ରନ୍ଥନ ଆଉ ବିଳାପ କର। ସବୁ ଠିକ୍ ଅଛି ବୋଲି ଭାବିକି ବସନ୍ତୁ ନାହିଁ। ଏ ଦିଗରେ ଆମେ ଭଲରେ ଆମେ ଜାଣୁଛୁ ଲୁକ୍ ସୁସମାଚାର ଅଧ୍ୟାୟ 16 ପଦ ସଂଖ୍ୟା 19ରୁ ଯୀଶୁ କହୁଥିବା ସେହି ଦୃଷ୍ଟାନ୍ତ ଧନୀ ବ୍ୟକ୍ତି ଓ ଲାଜ।
ଜଣେ ଧନୀ ଲୋକ ଥିଲା ଯିଏ ବାଇଗଣୀ ରଙ୍ଗର ରେଶମ ପୋଷାକ ପିନ୍ଧି ପ୍ରତିଦିନ ଭୋଗ ବିଳାସରେ ଜୀବନ ଯାପନ କରୁଥିଲା। ସବୁ ଅଛି ବଢ଼ିଆରେ। ତାର ଫାଟକ ପାଖରେ ଲାଜର ନାମକ ଜଣେ ଗରିବ ଲୋକ ପଡ଼ି ରହୁଥିଲା। ତାର ଦେହ ସାରା ଘାରେ ପୂର୍ଣ୍ଣ ଥିଲା। ସେ ଧନୀ ଲୋକର ଖାଇବା ମେଜରୁ ପଡ଼ୁଥିବା ଅଇଠା ଖାଇ ଲୋକଟି ପେଟ ପୁରାଇବାକୁ ଚାହିଁ ରହୁଥିଲା। ଏପରି କୁକୁରଗୁଡ଼ିକ ମଧ୍ୟ ଆସି ତାର ଘା ଚାଟୁଥିଲେ। ଥିବା ବ୍ୟକ୍ତି ନଥିବା ସମାଜରେ ନଗଣ୍ୟ ଜଣେ ବ୍ୟକ୍ତି। ତାପରେ ଆମେ ଜାଣୁଛୁ କ'ଣ ହେଲା। ଗରିବ ଲୋକଟି ମରିଗଲା ଏବଂ ଦୂତମାନେ ଆସି ତାକୁ ଅବ୍ରାହମଙ୍କ କୋଳକୁ ନେଇଗଲେ। ଆଉ ପରେ ସେହି ଧନୀ ଲୋକଟି ମଧ୍ୟ ମରିଗଲା ଆଉ ତାକୁ କବର ଦିଆଗଲା। ନରକ ଯନ୍ତ୍ରଣାରେ ଚଟପଟ ହେଉଥିବା ବେଳେ ପରବର୍ତ୍ତୀ କାହାଣୀ ଆମେ ଭଲରେ ଜାଣୁଛୁ। ତେଣୁ ମୋର ଭାଇ ଓ ଭଉଣୀମାନେ, ଆଜି ସାଧୁ ଯାକୋବ ଆମ୍ଭମାନଙ୍କୁ ସତର୍କବାଣୀ ଦେଉଛନ୍ତି। ଆମର ଦୃଷ୍ଟି କୁଆଡ଼େ? ସୃଷ୍ଟିକର୍ତ୍ତାଙ୍କଠାରେ ନା ସୃଷ୍ଟି ବସ୍ତୁ ଉପରେ? ସାଧୁ ଯାକୋବ ଆମକୁ ପଚାରୁଛନ୍ତି, ତୁମର ଈଶ୍ୱର କିଏ? ଆମେ ଉତ୍ତର ଦେବା ଦରକାର। ଅନନ୍ତ ଜୀବନ, ଆମର ଅନନ୍ତ ଜୀବନ ଉପରେ ସ୍ୱର୍ଗରେ ନା ତଳେ ଆମେ ବିତାଇବୁ, ତାହା ଆମର ଏହି ଉତ୍ତର ଉପରେ ନିର୍ଭର। ତୁମର ଈଶ୍ୱର କିଏ? ଆମେନ୍। ପ୍ରଭୁ ଆପଣମାନଙ୍କ ସଙ୍ଗେ ରହନ୍ତୁ। ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର